ନନା ଗୋଟେ ଲୋକ ତା ନିଜ ଜମି ଅଛି ସେ ଇଣ୍ଟରନେଟ୍ରେ କେମିତି ତାର ପଟ୍ଟା ଦେଖିବ ସେ ବିଷୟରେ ଆମେ ଟିକେ ଜାଣିବା। ଆଗ ଯିବେ ଆପଣଙ୍କର ଗୁଗଲ ପେଜକୁ, ଗୁଗଲ ପେଜରେ ଲେଖିବେ ଭୂଲେଖ। ଓକେ, ଭୂଲେଖ ଲେଖିଲେ ଆପଣଙ୍କର ଭୂଲେଖ ଓଡ଼ିଶା ବା ଭୂଲେଖ ଆସିବ। ତା ଉପରେ ଆପଣ କ୍ଲିକ୍ କରିବେ। ତାପରେ ଭୂଲେଖ ଓଡ଼ିଶା ଯେଉଁ ପ୍ରଥମ ଆସୁଛି ଯେଉଁଟା ଭୂଲେଖ ଓଡ଼ିଶା, ତା ଉପରେ କ୍ଲିକ୍ କରିବେ। ତାପରେ ଆପଣଙ୍କର ନିଜର ଯେମିତି ଆପଣଙ୍କର ଜିଲ୍ଲା ନିର୍ଦ୍ଧାରଣ କରିବେ, ଡିଷ୍ଟ୍ରିକ୍ଟ, ତାପରେ ତହସିଲ। ଆପଣଙ୍କର ଯେଉଁ ତହସିଲ ଅଛି ସେ ତହସିଲରୁ ଆପଣଙ୍କର ନିଜ ତହସିଲଟି ଚୟନ କରିବେ। ତାପରେ ନିଜ ଗାଁ ବିଷୟରେ ବା ନିଜ ଯେଉଁ ଜାଗାରେ ଆପଣ ଜାଣିବାକୁ ଚାହୁଁଛନ୍ତି ସେଇ ଜାଗାରେ ଗୋଟିଏ ଆପଣଙ୍କର ଭିଲେଜର ନାଁ ଆଣିବେ। ବର୍ତ୍ତମାନ ଆମେ ଧରି ନିଅନ୍ତୁ ଆମେ ଆସିଲୁ ଆମର କୃଷ୍ଣ ଶରଣପୁର। ଓକେ, ତ ଏଇ କୃଷ୍ଣ ଶରଣପୁର ପରେ ଆପଣଙ୍କର ଆସିଯିବ ଖତିଆନ। ଆର୍ଆଇ ସର୍କଲଟା ବାଇ ଡିଫଲ୍ଟ ପଳେଇ ଆସିବ। ହଁ, ଖତିଆନ ନମ୍ବର ଯଦି ଆପଣଙ୍କ ପାଖରେ ଅଛି ବା ଖାତା ନମ୍ବର ଅଛି ସେଥିରେ ଆପଣଙ୍କର ଖାତା ନମ୍ବର ଚୟନ କରିପାରିବେ। କିମ୍ବା ଆପଣ ଯଦି ଚାହିଁବେ ପ୍ଲଟ୍ ନମ୍ବର ହିସାବରେ ଆପଣଙ୍କର ଏଇଠି ପ୍ଲଟ୍ ନମ୍ବର ଯଦି ଅଛି ପ୍ଲଟ୍ ନମ୍ବର ବିଷୟରେ ଜାଣିବେ। କିମ୍ବା ଆପଣଙ୍କର କିଛି ଯଦି ନାହିଁ ତା ନାଁ ଜଣା ନାଁ ଅନୁସାରେ ସେଇଟା ଆପଣଙ୍କର ଟେନେଣ୍ଟ ଏଇଠି ଲେଖା ହେଇଥିବ, ଟେନେଣ୍ଟକୁ ଆପଣଙ୍କର ସର୍ଚ୍ଚ କରିବେ। ମନେ ରଖିବେ ପ୍ରଥମେ ଆପଣଙ୍କର ଟାଇଟେଲ, ତାପରେ ଆପଣଙ୍କର ନାଁ ସହିତ ଆପଣଙ୍କର ପ୍ଲଟ୍ ନମ୍ବର ଆସିଯିବ। ତ ଧରି ନିଅନ୍ତୁ ଆମେ ବର୍ତ୍ତମାନ ଦେଖିବା ବର୍ତ୍ତମାନ ପୂର୍ଣ୍ଣଚନ୍ଦ୍ର କର। ତ ତାଙ୍କର ଏଇ ପୂର୍ଣ୍ଣଚନ୍ଦ୍ର କରକୁ ଏଇଠି ଦେଖନ୍ତୁ, ପୂର୍ଣ୍ଣଚନ୍ଦ୍ର କର ଆସିଗଲା। ଏଇଠି କ୍ଲିକ୍ କଲେ ଆପଣ ଜାଣିପାରିବେ। ତାପରେ ଏଇଟା ବାହାରିଲା ପରେ ତଳକୁ ଯାଇକି ଆମେ ପ୍ରିଣ୍ଟ କରିପାରିବା। ତାପରେ ସେଇ ପଟ୍ଟା ବିଷୟରେ ଆପଣ ଜାଣିବାକୁ ଚାହିଁଲେ ଏଇଟା ହେଉଛି ଆପଣଙ୍କର ପଟ୍ଟା। ଏ ପଟ୍ଟାକୁ ଆପଣଙ୍କର ମୌଜା ଥାନା ଆସିବ, ଆଉ ଥାନା ନମ୍ବର, ତହସିଲ, ଆପଣଙ୍କର ନାଁ ଏଇଠି ଶୋ କରିବ। ତା ଉପରେ ଆପଣଙ୍କର ଖାତା ନମ୍ବର ସେଇଟା ଶୋ କରିବ। ଏ ଯେଉଁ ଜମିଟି ଆପଣଙ୍କର କ'ଣ ସତ୍ତ୍ୱ ଅଛି, ସ୍ଥିତିବାନ ଅଛି କି ଆପଣଙ୍କର ଓଡ଼ିଶା ସରକାରର ଯେଉଁଟାକ ଜାଗା ଅଛି ସେଇଟା ଦେଖିପାରିବେ। ଆପଣଙ୍କର କେତେ ପଇସା ଆପଣଙ୍କର ଖଜଣା ଦେଉଛନ୍ତି ଆ ବିଷୟରେ ଏପଟେ ପାଇପାରିବେ। ତାପରେ ଯଦି କିଛି ଆପଣଙ୍କର ଘରବାଡ଼ିର କିସମ ପରିବର୍ତ୍ତନ କିମ୍ବା ଆପଣଙ୍କର ଯଦି କିଛି ଆପଣଙ୍କର ଡିଭାଇଡ୍ କରୁଛନ୍ତି ଜମି ପଟ୍ଟାକୁ, ମାନେ ଗୋଟେ ପ୍ଲଟ୍କୁ 2ଟା ବା 3ଟା ବା ଏଇଭଳି କିଛି ସମ୍ବନ୍ଧିତ ଥାଏ, ତାହେଲେ ସେଗୁଡ଼ାକ ଏଇଠି ଆପଣ ଲେଖିପାରିବେ, ଦେଖିପାରିବେ ବା ପୁରାତନ ଖାତା କି ନୂତନ ଖାତା ଏସବୁ ଏଇଠି ପାଇପାରିବେ। ତାପରେ ଆପଣଙ୍କର ଏଇ ଯେଉଁ ପ୍ଲଟ୍ର ପ୍ଲଟ୍ ନମ୍ବର ଆସିଗଲା। ତାପରେ ଆପଣଙ୍କର ଏଇଟା ହେଉଛି ଆପଣଙ୍କର କିସମ, ମାନେ ଘରର ବା ଯେଉଁ ଜାଗାର କିସମ କ'ଣ ଥାଏ। ଯେମିତି ଆପଣଙ୍କର ଅନେକ ଦେଖିଥିବେ ଘର ବାଡ଼ି ଥାଏ, ଆପଣଙ୍କର ଶାରଦ ଥାଏ ବା ଜଳାଶ୍ରୟ ଥାଏ, ଏଇଭଳି ଆପଣଙ୍କର ଏଇଠି ଦେଖିବେ। ତାର ଏରିଆଟା ସବୁବେଳେ ଡିସମିଲ୍ରେ ଆସିବ। ଆଉ ଡିସମିଲ୍ ପରେ ଆପଣଙ୍କର ଏଇଟା ଆପଣ ପୁରା ପଟ୍ଟାଟି, ତାପରେ ଆପଣ ଏଇଟାକୁ ପ୍ରିଣ୍ଟ ଦେଇପାରିବେ ବା ଏପଟେ ଖତିଆନ ପେଜକୁ ଆସିଲେ ବ୍ୟାକ୍ ଆସିବ। ଧନ୍ୟବାଦ ନନା। ଧନ୍ୟବାଦ।